ଅଲିଉଡ୍ ସଙ୍ଗୀତ ଜଗତ ପାଇଁ ଆଜି ଏକ ଅତ୍ୟନ୍ତ ଦୁଃଖଦ ଦିନ। ସମସ୍ତଙ୍କୁ ନିଜ ତାଳରେ ନଚାଉଥିବା ସଙ୍ଗୀତର ଯାଦୁକର ଆଉ ନାହାନ୍ତି। ସୁପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଅଭିଜିତ ମଜୁମଦାରଙ୍କ ପରଲୋକ ହୋଇଛି। ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଆସନ୍ତୁ ଦେଖିବା ଏହି ବିଶେଷ ରିପୋର୍ଟ। ଭଲ ଲାଗେ ଭାରି ଭଲ ଲାଗେ ପ୍ରିୟା ପାଦେ ରୂପା ପାଉଁଜି। ନିରବିଗଲା ସେହି ସ୍ୱର ଯାହାର ତାଳେ ତାଳେ ଦିନେ ଝୁମୁଥିଲା ସାରା ଓଡ଼ିଶା। ବାହାଘରର ବରଯାତ୍ରୀ ହେଉ କିମ୍ବା ପାର୍ବଣର ମେଲୋଡି ପାର୍ଟି, ଯାହାଙ୍କ ସଙ୍ଗୀତ ବିନା ସବୁ ଅଧୁରା ଥିଲା। ସେହି ଅଭିଜିତ ମଜୁମଦାର ଆଜି କୋଟି କୋଟି ପ୍ରଶଂସକଙ୍କୁ କନ୍ଦାଇ ଚାଲି ଯାଇଛନ୍ତି। ଦୀର୍ଘଦିନ ଧରି ଲିଭର ସିରୋସିସ୍ ସହ ସଂଗ୍ରାମ କରିବା ପରେ ଆଜି 54 ବର୍ଷ ବୟସରେ ସେ ସଂସାରରୁ ବିଦାୟ ନେଇଛନ୍ତି। ଗତ ସେପ୍ଟେମ୍ବର ମାସରୁ ସେ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ। କଟକରୁ ଭୁବନେଶ୍ୱର ଏମ୍ସ ସବୁଠି ଚେଷ୍ଟା କରାଯାଇଥିଲା, ହେଲେ ବିଧିର ବିଧାନ ଥିଲା କିଛି ଅଲଗା। କ୍ୟାସେଟ୍ ଯୁଗରୁ ଆରମ୍ଭ ହୋଇଥିଲା ଏହି ଯାତ୍ରା। 2000 ମସିହାରେ କାଶିଆ କପିଳା ଚଳଚ୍ଚିତ୍ରରୁ ସିନେ ସଙ୍ଗୀତରେ ପାଦ ଦେଇଥିବା ଅଭିଜିତ ପ୍ରାୟ 60ରୁ ଅଧିକ ଚଳଚ୍ଚିତ୍ର, 100ରୁ ଅଧିକ ଆଲବମ୍ରେ ନିଜର ଯାଦୁ ଦେଖାଇଛନ୍ତି। 700ରୁ ଅଧିକ ସଙ୍ଗୀତରେ ନିର୍ଦ୍ଦେଶନା କରିଛନ୍ତି। ଟ୍ୱିଙ୍କଲ୍ ଟ୍ୱିଙ୍କଲ୍ ଲିଟଲ୍ ଷ୍ଟାର୍ ଠାରୁ ଆରମ୍ଭ କରି ରାତିସାରା ବାରଲାଇଟ୍ ପର୍ଯ୍ୟନ୍ତ ସବୁ ଗୀତ ଥିଲା ସୁପରହିଟ୍। 2010 ଏବଂ 2022ରେ ସେ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଥିଲେ। ଅଭିଜିତ ମଜୁମଦାରଙ୍କ ବିୟୋଗରେ ଓଡ଼ିଆ କଳା ଜଗତରେ ଏକ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଛି। ତାଙ୍କର ସଙ୍ଗୀତ ସବୁବେଳେ ତାଙ୍କୁ ଓଡ଼ିଆ ପାଠକ ଓ ଶ୍ରୋତାଙ୍କ ହୃଦୟରେ ଜୀବନ୍ତ କରି ରଖିବ। ଆମ ଟିମ୍ ତରଫରୁ ଏହି ମହାନ କଳାକାରଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି। ବ୍ୟୁରୋ ରିପୋର୍ଟ, ଖବର ଓଡ଼ିଶା।